ସାଙ୍ଗମାନେ ଆପଣଙ୍କ ମୋବାଇଲରେ ନେଟୱାର୍କ ଯଦି ଟୋଟାଲ୍ ଆସୁନାହିଁ ତାହେଲେ ଏ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ ଆଉ ଗୋଟିଏ ସେଟିଂସ୍ ମାତ୍ର ଆପଣମାନଙ୍କୁ କରିବାକୁ ପଡ଼ିବ। ସେଇ ସେଟିଂସ୍ ଯଦି କରିଦେବେ ତାହେଲେ ଦେଖିବେ ଆଉ ଡେଫିନେଟଲି ଆପଣଙ୍କ ମୋବାଇଲରେ ନେଟୱାର୍କ ପଳାଇ ଆସିବ। ତ ଚାଲନ୍ତୁ ସେଇ ସେଟିଂସ୍ କ'ଣ ଆଜିର ଭିଡ଼ିଓରେ ଜାଣିବା। ତ ଦେଖନ୍ତୁ ଆପଣମାନେ କ'ଣ କରିବେ, ମୋବାଇଲର ସେଟିଂସ୍କୁ ଆପଣମାନେ ଓପେନ୍ କରିନେବେ। ଠିକ୍ ଅଛି, ତ ମୁଁ ସେଟିଂସ୍କୁ ଓପେନ୍ କରିନେଉଛି। ଓପେନ୍ କଲା ପରେ ସାଙ୍ଗମାନେ ଏଠି ଆପଣମାନଙ୍କୁ ଗୋଟେ ଅପସନ୍ ଦେଖିବାକୁ ମିଳିବ, ମୋବାଇଲ ନେଟୱାର୍କସ୍। ଏଇଥିରେ ଆମେ କ'ଣ କରିବା, କ୍ଲିକ୍ କରିବା। କ୍ଲିକ୍ କଲା ପରେ ଆପଣଙ୍କ କେଉଁ ସିମ୍ରେ ଆଉ କେଉଁ ନମ୍ବରରେ ନେଟୱାର୍କ ଆସୁନାହିଁ ସେଇ ସିମ୍କୁ ଆପଣ କ'ଣ କରିବେ ଆଉ ସିଲେକ୍ଟ କରିବେ। ଏଠି ଡୁଏଲ୍ ସିମ୍ ଥିବ, ଯଦି ଆପଣଙ୍କର ଗୋଟିଏ ସିମ୍ ଅଛି ତାହାରି ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସାଙ୍ଗମାନେ ତାପରେ କ'ଣ କରିବେ, ଗୋଟିଏ ବିଷୟ ଆପଣମାନେ ଦେଖିନିଅନ୍ତୁ ପ୍ରଥମେ, ସେଇଟା ହେଲା ଆଉ ପ୍ରିଫେର୍ଡ ନେଟୱାର୍କ ଟାଇପ୍ ବୋଲି ଗୋଟେ ଅପସନ୍ ଅଛି, ଏଇଠି ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଆପଣଙ୍କର 2G ଆଉ 3G 4G 5G ଏମିତି ଥିବ। ଏଇଟା ଆପଣଙ୍କର ସେଟ୍ ଅଛି କି ନାହିଁ ପ୍ରଥମେ ଚେକ୍ କରନ୍ତୁ। ଦେଖନ୍ତୁ ମୋର 5G ସେଟ୍ କରିଛି। ଯଦି ଆପଣଙ୍କର 5G ମୋବାଇଲ ତାହେଲେ 5G ସେଟ୍ କରନ୍ତୁ, 4G ମୋବାଇଲ ତାହେଲେ 4G ସେଟ୍ କରନ୍ତୁ। LTE ବି ଲେଖା ହେଇଥିବ, ଯଦି ସେଇଠି ଆପଣମାନେ ସେଟ୍ କରି ରଖିଦେବେ। ଏତିକି କଲା ପରେ ତାପରେ କ'ଣ କରିବେ, ଏଠି ଆଉ ଗୋଟେ ଅପସନ୍ ଅଛି, ଆକ୍ସେସ୍ ପଏଣ୍ଟ ନେମ୍ ଅଛି, ତାରି ଉପରେ ଏଠି ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏମିତି ପେଜ୍ ଗୋଟେ ଖୋଲିଯିବ। ତାପରେ ଏଇଠି କ'ଣ କରିବେ ନା ଏଠି ଗୋଟିଏ ସେଟିଂସ୍ ଆପଣ କରିଦେବେ। ଦେଖନ୍ତୁ ସବୁଠୁ ତଳେ ରିସେଟ୍ ବୋଲି ଗୋଟେ ଅପସନ୍ ଅଛି, ରିସେଟ୍ରେ ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କରିଦେଲା ପରେ ଆପଣଙ୍କର ପୁରା ନେଟୱାର୍କ ସେଟିଂଟା ପୁରା ରିସେଟ୍ ହେଇଯିବ। ଆଉ ଯେତେବେଳେ ଆପଣ ନୂଆ ମୋବାଇଲଟା ଆଣିଥିଲେ ଯେଉଁ ସେଟିଂସ୍ ଥିଲା ସେମ୍ ଟୁ ସେମ୍ ସେଇ ସେଟିଂସ୍ଟା ପୁଣି ଥରେ ଆପଣମାନଙ୍କୁ ରିସେଟ୍ କରି ଦେଇଦେବ। ଆଉ ଅଟୋମେଟିକ୍ ଆପଣଙ୍କ ମୋବାଇଲରେ ନେଟୱାର୍କ ଆସିବା ଚାଲୁ ହେଇଯିବ। ଭିଡ଼ିଓ ପସନ୍ଦ ଲାଗିଲେ ଭିଡ଼ିଓରେ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବାଏ ବାଏ, ଟେକ୍ କେୟାର, ଥ୍ୟାଙ୍କ ୟୁ।